ଏଠି ଧାରଣା ହେବାର 5 ବର୍ଷ ହେଇଗଲା। ଯେତେବେଳେ ସରକାର ବିଜେଡ଼ି ସରକାର ଥିଲେ ସେ ସମୟରୁ ଯେତେବେଳେ ଏଟାକୁ ଉଚ୍ଛେଦ କରିବା ରାସ୍ତା ନାଁର ଉଚ୍ଛେଦ କରିବାକୁ ଯୋଜନା କଲେ ଏବଂ ଖାଲି ରାସ୍ତା ନାଁର ନୁହେଁ ଯେଉଁଟା 2010 ମସିହା ଆମର ଖଡ଼ଗପୁର IIT ଯେଉଁ ମାଷ୍ଟର ପ୍ଲାନ୍ କରିଥିଲେ ଭୁବନେଶ୍ୱରରେ ସେ ମାଷ୍ଟର ପ୍ଲାନ୍ ନକ୍ସା ଅନୁସାରେ ରୋଡ଼ ଯିବା କଥା କିନ୍ତୁ ସେବେକାର ଯେଉଁ ସରକାର ଥିଲେ ବିଜେଡ଼ି ସରକାର ସିଏ କ'ଣ କଲେ ଚାଞ୍ଚକତା କରିକି ବସ୍ତିକୁ ଉଚ୍ଛେଦ କରିବା ନାଁରେ ପୁରା ଏକାଥର ମାନେ କ'ଣ କଲେ ନା ବଙ୍କା ସାପ ଭଳିଆ କରିକି ନେଲେ ରାସ୍ତାଟା। ଏଠି ଲାଭ କ୍ଷତି କଥା ଯଦି ଉଠେଇବା ଯେ ସରକାରଙ୍କର ଲାଭ କଥା ଯଦି ଉଠେଇବା ଯଦି ସିଧା ରାସ୍ତା ଥିବ ଲେନ୍ଥ କମିବ ଏବଂ ଖର୍ଚ୍ଚ କମିବ। ଦ୍ୱିତୀୟ କଥା ହେଲା ଯେଉଁ ପଟେ ଦେଇକି ସେ ରାସ୍ତା ଯାଉଛି ଏକାମର ପାର୍କ ପାଖ ଦେଇକି ରାସ୍ତା ଯାଉଛି ଏକାମର ପାର୍କର ବି ମାନେ ବିଜନେସ୍ ବି ଅଧିକ ହେବ। ଯଦି ଆମେ କ୍ଷତି କଥା କହିବା ଏଠି 1ର ଆକ୍ସିଡେଣ୍ଟ ଜୋନ୍ ହେବ, 2ର ହେଉଛି ଲେନ୍ଥ ବଢ଼ିବ ସରକାରଙ୍କର ରାସ୍ତା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ, 3ର ବସ୍ତିବାସିନ୍ଦାକୁ ଥଇଥାନ କରିବା ପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ, 4ର ଯେଉଁମାନେ ଅଛନ୍ତି ଯେଉଁ ପ୍ରାଇଭେଟ୍ ଜାଗା ଉପରେ ତାଙ୍କୁ କୋଟି କୋଟି ଟଙ୍କା ଦେବାକୁ ପଡ଼ୁଛି ସରକାରଙ୍କୁ। ମାନେ ଏଇଟା ହେଉଛି କ୍ଷତି। ଲାଭ କ୍ଷତି ହିସାବ କଲେ ସରକାର ପୁରା କ୍ଷତିରେ ପଡ଼ୁଛନ୍ତି। ଆମେ ଦାବି କରି ଆସିଛୁ ପ୍ରଥମରୁ ଯେ ସିଧା ରାସ୍ତା ଯାଉ ଏବଂ ଯେଉଁମାନଙ୍କର ଘର ଉଚ୍ଛେଦ ହେଉଛି ସେମାନଙ୍କୁ 600 ସ୍କୋୟାର ଫୁଟର ଜାଗା ଦିଆଯାଉ। ଏତିକି ଆମର ଦାବି। ସେଇ ଆଜିକି ସେଇ ଦାବିକୁ ନେଇକି 4 ବର୍ଷ ହେଇଗଲା ଏଇ ଜାଗାର ଆମେ ଧାରଣାରେ ବସିଅଛୁ। ନା ନୂଆ ସରକାର ବୋଲି ଏଇ ବିଜେପି ସରକାର ସେଇ ବିଜେପି ସରକାର ହିଁ ଲଢ଼େଇ କରୁଥିଲା ହେଉଛି ସିଧା ରାସ୍ତା ଯିବା ପାଇଁ। ଏବଂ ଏବେ ଯାହା ଆମେ ଯାଇକି ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ, ମନ୍ତ୍ରୀଙ୍କ ସେଇ ସମୟରେ ଯେତେବେଳେ ବିଜେଡ଼ି ଥିଲା ସେଇ ଅଫିସରମାନେ ଏବେ ବି ଅଛନ୍ତି। ସେମାନେ କ'ଣ କରିଛନ୍ତି ନା ଯେଉଁ ଘୋଟାଲା କରିଛନ୍ତି କ'ଣ ନା ସେ ଯେଉଁ ରାସ୍ତା ନାଁରେ ଯେଉଁ ଲୋକଙ୍କୁ ଉଚ୍ଛେଦ କରିବାକୁ ପଡ଼ୁଥିଲା ତାଙ୍କ ହିତାଧିକାରୀଙ୍କୁ ଘର ନ ଦିଆ ହେଇକି ଯେଉଁମାନେ ତାଙ୍କ କର୍ମୀମାନଙ୍କୁ ଘର ଦିଆହେଇଛି ଯେଉଁମାନେ ବସ୍ତିରେ ରହୁନାହାନ୍ତି, ଯାହାକି ତାକୁ ସବୁ ଛପେଇବାକୁ ଯାଇକି ଏ ଯେଉଁ ଅଫିସର ମାନେ ମନ୍ତ୍ରୀଙ୍କ ମୁଣ୍ଡରେ ପୂରେଇଥିଲେ କ'ଣ ନା ଯଦି ସିଧା ରାସ୍ତା ଯାଉଛି ଅଧିକ ଘର ଭାଙ୍ଗୁଛି ବସ୍ତିବାସିନ୍ଦାଙ୍କର, ଯଦି ବଙ୍କା ଯାଉଛି ତାହେଲେ ଅଧିକ ଭାଙ୍ଗୁନାହିଁ। ସେଥିପାଇଁ ଆମେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ ଖୁବ୍ ଶୀଘ୍ର ଏବଂ ସମସ୍ୟାର ସମାଧାନ ହେଇଯିବ ବୋଲିକି ସାଲିଆ ସାହି ବସ୍ତିବାସିନ୍ଦା ପୁରା ନିର୍ଭର କରିଛନ୍ତି ଏବେ ମୋହନ ସରକାରଙ୍କର ଉପରେ। Boarding completed. Nurture. Discover. Fly with pride.